କାଲି 2ଟା ରାତି ହେଇଥାଏ ନିଆଁ ଲାଗିକି ପୁରା ବହୁତ ଜୋର ଜଳୁଛି। ଜଳିବା ଭିତରେ ଘର ଅଧା ଚାଇ ଆସିଲେ ମୁଁ ବିକଳରେ 2ଟା ଛୁଆଙ୍କୁ ଧରି ଶୋଇଛି। ଶୋଇବା ଭିତରେ ନିଆଁ ଯେତେବେଳେ ଧୂଆଁ ଯେତେବେଳେ ଘର ହେଇଗଲା ମାନେ ଧୂଆଁ କୁଆଡେ ହେଲା ବାହାରକୁ ଅନେଇଲା ବେଳକୁ ହୁତୁ ଦେଇ ପୁରା ଜଳୁଛି। ମୋ ଆଖି ଖପସା ହେଇଗଲା। ମୁଁ କାନ୍ଦି ବୋବେଇକି ହେଠୁ ମୁଁ କଣ କରିବି ମୋବାଇଲ ମୋ ମୁଣ୍ଡ ଉପରେ ଥାଏ। ମୁଁ ମୋବାଇଲ ଖୋଜିକି ସାଇଡ ଘର ପାଖକୁ ଫୋନ କଲି। ବାହାର ଏରିଆ ବାହାର ମୋ ଘର ଯେତିକି ମୋ ଫୋନ ନମ୍ବର ଅଛି ତାଙ୍କ ପାଖକୁ ଫୋନ କଲି କେହି ରିସିଭ କଲେନି। ବାହାର ଏରିଆ ପାଖକୁ ତାଙ୍କ ଘରକୁ ଫୋନ କଲି। ଆମ ସାଇଡ ଘର ପାଖକୁ ବିଜୁ ଖୁଣ୍ଟିଆ ଫୋନ କଲି ସେ ରିସିଭ କଲେ। ମୁଁ କହିଲି ଜେଜେ ଦୌଡ଼ି ଆସ ମୋ ଛୁଆଙ୍କୁ ବଚାଅ ମତେ ବଞ୍ଚାଅ ତମେ ଜଲ୍ଦି ଆସ ମୋ ଘର ନିଆଁ ଲାଗିଯାଇଛି। ମୋ କାନ୍ଦରେ ସେ ଦୌଡ଼ିକି ଆସିଛନ୍ତି ଆସିଲେ ମତେ ଆଗ ସାମ୍ନା ତକ ନିଆଁ ଲାଗିଯାଇଛି ପଛ ତକ କଣ କରିନ୍ତି କାଠ ଭାଙ୍ଗି ମତେ ଉଦ୍ଧାର କରିନ୍ତି ମୋ ଦି ଛୁଆଙ୍କୁ। ମତେ କେମିତି ଲାଗିଲା କଣ ଆମର ଏବେ ରିସେଣ୍ଟଲି କଣ ହେଇଛି ନା ମାନେ ଗୋଟେ ଯୁକ୍ତିତର ଗୋଟେ କଥାକୁ ମନ କଥାକୁ ମତେ ସେଠି କଣ କରିଛି ନା ଦିলীପ ଖୁଣ୍ଟିଆ ପୁଅ ମୁନା ଖୁଣ୍ଟିଆ ମତେ ବିଜୁ ରାସ୍ତା ଉପରେ ସାଇଆ ପିନ୍ଧି ବ୍ଲାଉଜ ପିନ୍ଧି ମତେ ବାଡେଇଲା। ମତେ ଘୋଷାଡି ନେଇ ମୋ ଚୁଟି ପୁଡକୁ ବାଡି ଦେଖନ୍ତୁ ହାତ ଦେଖନ୍ତୁ କେମିତି ଖଣ୍ଡିଆ ମୁଣ୍ଡିଆ କରିଛି। ଏବେ 2-4 ଦିନ 3 ଦିନ ଭିତରେ ବୋଧେ କି 2-4 ଦିନ ଭିତରେ ମୁଁ ଯାଇକି ତା ନାଁରେ ଗୋଟେ କେସ୍ କରିକି ଆଇଥିଲି ଏଫଆଇଆର ଦେଇକି ଆସିଥିଲି। ପରଦିନ ଏଫଆଇଆର ଦେଇକି ଆସିଥିଲି। ମୁଁ ଗୋଟେ କହିଲି ଦେଖ ଆଉ ହଉଛି ମତେ ଏମିତି ଗୋଟେ ମନାମର କଥା ସକାଶେ ମତେ ଏମିତି କଣ କରିଛି ନା ବାଡେଇ ଚୁଟି ଫୁଟି କରି ମତେ କହୁଛି ତ ଘରକୁ ନିଆଁ ଲଗେଇଦେବି ତତେ ପେଟ୍ରୋଲ ପକେଇ ଜାଳିଦେବି। ମତେ ଯୋଉ ଅଭଦ୍ର ଭାଷାରେ ଅଶ୍ଳୀଳ ଭାଷାରେ ସୋଦା ବୋକା କରିକି ବହୁତ ନିର୍ଯାତନା ଦେଲେ। ନିର୍ଯାତନା ଦେଲା ଭିତରେ ମୁଁ କେସ୍ କରି ଆଇଛି ରାତି ଆସି ଯୋଉ ଦିନ କେସ୍ କରି ଆଇଛି ସେଦିନ ଶୋଇଛି ତା ପରଦିନ ଦେଖୁଛି 2ଟା ରାତିରେ ଏମିତିଆ ଘଟଣା। ଆଉ କିଏ ନିଆଁ ଲଗେଇବ ଆଲୋକ ଖୁଣ୍ଟିଆ ଆଉ ହଉଛି ମୁନା ଖୁଣ୍ଟିଆ ଏଇ 2 ଜଣ ହିଁ ନିଆଁ ଲଗେଇନ୍ତି। ତାଙ୍କ ଭିତରେ ତାକୁ ଆଇନ ତାଙ୍କୁ ଶାସ୍ତି ଦିଅନ୍ତୁ। ମୋ 2ଟା ଛୁଆଙ୍କୁ ମୁଁ ଏବେ କୋଉଠି ରହିବି? ମୋର ସ୍ୱାମୀ ନାହିଁ। ସ୍ୱାମୀ ଥାଇକି ଯା ନଥାଇକି ସେଇବା। ମୋ ବାପା ଭଉଣୀ ନାହିଁ। ମୋ ଭାଇ ଛୋଟିଆଟେ ମୁଁ କାହା ପାଖରେ ରହିବି? ତମେ ନିଜେ କୁହନ୍ତୁ। ପୁଲିସ କଣ କହିବେ? ପୁଲିସକୁ ମୁଁ ଏଫଆଇଆର ଦେଇକି ଆଇଥିଲି ଆକ୍ଚୁଆଲି କିଛି ବି ନେଲେନି। ଆସି ମତେ କହିଲେ 10ଟା ବେଳକୁ ତମେ ଯାଇ ଯିବ। 10ଟା ବେଳକୁ ଯିବେ ମୁଁ 2ଟା ରାତିରେ ମୋ ଛୁଆ 2ଟା ନେଇ ମୁଁ କୋଉଠି ରହିବି? ମୁଁ 10ଟା ବେଳେ ତ ଯିବି ଥାନାକୁ 2ଟା ରାତିରେ ମୋ ଛୁଆଙ୍କୁ ନେଇ କୋଉଠି ରହିବି? ରୋଡ ସାଇଡରେ ବୁଲିବି। ରାତିରେ କଲ୍ ଗଲା 112ରୁ କଲ୍ ଆସିଲା ଯେ ରଘୁନାଥପୁରରେ ନିଆଁ ଲାଗିଛି। ଆମେ ଆସି ଦେଖିଲା ବେଳକୁ ଏମିତି ନିଆଁ ଜଳୁଛି ଆଉ ଏଠି ପ୍ରବଳ ଧୂଆଁ ହେଉଛି। ଆମେ ପାଣି ପକେଇଲୁ ପ୍ରାୟ 4 ଟ୍ରିପ୍ ପାଣି ପକେଇଲା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କଲୁ। କିଛି ସବୁ ଜଳି ଯାଇଛି ପୋଡ଼ି ଯାଇଛି। 4 ବଖରା ଏଇଠି ଆପଣ ଦେଖୁଛନ୍ତି ତ 4 ବଖରା। ଅଗ୍ନିକାଣ୍ଡର କାରଣ ସେ ତ ତାଙ୍କର ଯିଏ ଘର ଯିଏ ଥିଲେ ତାଙ୍କ ସେ ବୋହୂ ସେ ଜଣେଇଛନ୍ତି ଯେ ଆଲୋକ ଖୁଣ୍ଟିଆ ଆଉ ମୁନା ଖୁଣ୍ଟିଆ ନାମକ 2 ଜଣ ବ୍ୟକ୍ତି ସେ ନିଆଁ ଲଗେଇଛନ୍ତି। ସେ ଦେଇଛନ୍ତି ତେଣୁକରି ଏଇଟା ପୋଲିସଙ୍କ କେସ୍ କରିବେ। ସେ ତାଙ୍କ ଯାହା ଆମେ ତ ଜାଣିନୁ ପୂର୍ବ ଶତ୍ରୁତା କି କ'ଣ କିନ୍ତୁ ସିଏ ଯାହା ଆମକୁ ରିପୋର୍ଟ ଦେଲେ ଆମ ରିପୋର୍ଟରେ ଯାହା ଆମେ ସ୍ଥଳ ବିବରଣୀ ଆମକୁ ଯାହା ଲେଖିଦେଲେ ଆମେ ସେଇଟା ମୁଁ କହୁଛି। ସରକାରଙ୍କର ତ ଅଛି କିଛି ଜଣେଇବେ ଯଦି ସରକାର ଆର୍ଆଇ ଆସିବେ ଆମର ସରପଞ୍ଚ ସାର୍ ଅଛନ୍ତି ତାଙ୍କୁ ଯାହା ଜଣେଇବେ ଯାହା ସରକାରୀ ପ୍ରୋତ୍ସାହନ ଯାହା ମିଳିବ ସେ ରହିବେ। ଆଉ ଯେତେବେଳେ ଘର ନିଆଁ ଲାଗିଲା ମୋତେ ଭୋରୁ ଫୋନ୍ କଲେ ଯେ ଆମ ଘରଟି ପୋଡ଼ି ଯାଇଛି। ମୁଁ ତତ୍କ୍ଷଣାତ ଆମ ପିଅନକୁ ଡାକି ତାଙ୍କର ଆମର ମୋ ଗାଡ଼ି ଖରାପ ଥିବାରୁ ତାଙ୍କର ଆମର ତୁରନ୍ତ ଆସି ପହଞ୍ଚି ଦେଖିଲୁ ଯେ ତାଙ୍କର ସବୁ କ୍ଷୟକ୍ଷତି ମାନେ ଘରର ଆଉ ଆସବାବପତ୍ର କିଛି ନାହିଁ। ସବୁ କ୍ଷୟକ୍ଷତି ବର୍ତ୍ତମାନ ସେ କେମିତି ରହିବେ କ'ଣ କରିବେ? ମୁଁ ତହସିଲଦାରକୁ ମଧ୍ୟ ଫୋନ୍ କରିଛି। ତହସିଲଦାର କହିଲେ ଆର୍ଆଇକି ପଠାଉଛନ୍ତି। ଏଠି ଆସିକିରି ଅନୁଗଣ କରିବେ ଯେ କ'ଣ ହେଇଛି ତାଙ୍କର କ'ଣ କେମିତି ରହିବେ। ତେଣୁକରି ଛୋଟ ପିଲା 3ଟି ଛୋଟ ପିଲା ତାଙ୍କର ଅଛନ୍ତି। ଛୋଟ ଛୁଆ ପିଲା କେମିତି ରହିବେ କ'ଣ କରିବେ? ମୋ ତରଫରୁ ମୁଁ ଯାଉଛି ଗୋଟେ ପାଲ କିଣିକି ଆଗ ବର୍ତ୍ତମାନ ପାଲଟା କିଣିକି ଦେଲେ ସେ ବର୍ତ୍ତମାନ ମୁଣ୍ଡକୁ ଯିବେ ତାପରେ ଦେଖିବି ମୁଁ କ'ଣ ତହସିଲଦାରକୁ କହି ବିଚାର କରି କ'ଣ କରାଯିବ। ନା ସିଏ କହୁଛନ୍ତି ଆମର ଗଣ୍ଡଗୋଳ ନେଇକିରି ନିଆଁ ଲାଗିଛି ବୋଲି। ଉଦ୍ଧାର ହେଲେ କ'ଣ ସିଏ ନିଜେ କାନ୍ଥ ଭାଙ୍ଗିକି ବାହାରିଛନ୍ତି ଭାରି କଷ୍ଟରେ ଛୋଟ ଛୁଆ। ଯାହା ହଉ ଈଶ୍ୱରଙ୍କ ଦୟା ସେ ମା ପିଲା ବାହାରି ଯାଇଛନ୍ତି ପଦାକୁ। ସେଇଟା ହେଉଛି ସୌଭାଗ୍ୟର ସମୟ।